ସୁଭଦ୍ରା ଯୋଜନାକୁ ନେଇ ଆସିଲା କିଛି ବଡ଼ ଖବର। 25 ତାରିଖରେ ପୁଣି ଆସିବାକୁ ଯାଉଛି ସୁଭଦ୍ରା ଟଙ୍କା। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। ତା ଆଗରୁ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିନିଅନ୍ତୁ। ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିସାରିଛି। 5,000 ଟଙ୍କା ପାଇ ଖୁସି ଅଛନ୍ତି ମହିଳା, କିନ୍ତୁ ବର୍ତ୍ତମାନ ମଧ୍ୟ ଅନେକ ହିତାଧିକାରୀ ଏହି ଟଙ୍କା ପାଇବାକୁ ବାଦ୍ ପଡ଼ିଛନ୍ତି। ଏନେଇ ଅନେକ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଯଦି ଆପଣଙ୍କୁ ମଧ୍ୟ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିନାହିଁ, ତାହେଲେ ଆପଣ ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ। ଏକଥା ଆମେ କହୁନାହିଁ, ବରଂ ଖୁଦ୍ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ସମସ୍ତଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ପଇସା ଯିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ବିଳମ୍ବ ହେଲେ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କ ସୁଭଦ୍ରା ଟଙ୍କା ମିଳିବ ନେଇ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣ ସୁଭଦ୍ରା ଟଙ୍କାକୁ ନେଇ ଜମା ଭ୍ରମିତ ହୁଅନ୍ତୁ ନାହିଁ। ବ୍ୟାଙ୍କରୁ ଟଙ୍କା ନ ଉଠାଇଲେ ସରକାର ଟଙ୍କା ଫେରାଇ ନେବେ ବୋଲି ଯେଉଁ ଗୁଜବ ହେଉଛି ତାହା ସତ୍ୟ ନୁହେଁ। ଯେଉଁମାନଙ୍କୁ ଟଙ୍କା ମିଳିଛି ସେମାନେ ହିଁ ଉକ୍ତ ଟଙ୍କାର ହକଦାର। ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ ସେମାନଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ଯିବ ବୋଲି ସୂଚନା ଦେଇଛନ୍ତି। ଯଦି ଡିସେମ୍ବର ମାସରେ ବି କୌଣସି ହିତାଧିକାରୀ ଆବେଦନ କରନ୍ତି, ତାହେଲେ ବି ପ୍ରଥମ କିସ୍ତି ପାଇବାରେ ଯୋଗ୍ୟ ବିବେଚିତ ହେଲେ ବୋଲି ସେ କହିଛନ୍ତି।